ମହାପ୍ରଭୁଙ୍କୁ 1 କେଜି 75 ଗ୍ରାମ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଜଣେ ଭକ୍ତ। ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜରାଟ ଜଣେ ଭକ୍ତ। ଦୈନିକ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ 2ଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ସେ ଦାନ କରିଛନ୍ତି। ଦାନ କରିଥିବା ପ୍ରାୟ 1 କେଜି 75 ଗ୍ରାମ ଓଜନ ସୁନାର ମୂଲ୍ୟ ପ୍ରାୟ 75 ଲକ୍ଷ ଟଙ୍କା ହେବ। ଏଥିରେ ଶ୍ରୀମନ୍ଦିର ଭିତରେ ନାରାୟଣ ସାକ୍ଷୀଗୋପାଳଙ୍କ ପାଇଁ 1 ଲକ୍ଷ ଟଙ୍କା ମୂଲ୍ୟର 3ଟି ରୂପା ମୁକୁଟ ଦାନ କରିଛନ୍ତି। ଗୁଜରାଟ ଅହମ୍ମଦାବାଦ ଭକ୍ତ ଚିରାଗ ଚିନ୍ନୁଭାଇ ପଟେଲ। ତେବେ ଏହି ଅଳଙ୍କାର ଗୁଜରାଟ ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ ମାପ ଅନୁଯାୟୀ 24 କ୍ୟାରେଟ ସୁନାର 2ଟି ଚିତା ତିଆରି କରାଯାଇଥିବା କୁହାଯାଇଛି। ରୋବୋଟ ସୃଷ୍ଟି କଲା ବିଶ୍ୱ ରେକର୍ଡ। ଦ୍ରୁତ ଗତିରେ ବଦଳୁଥିବା ଦୁନିଆ ଟେକ୍ନୋଲୋଜି ସାହାଯ୍ୟରେ ଲୋକମାନେ ଉପରି ଜିନିଷ ଉଦ୍ଭାବନ କରୁଛନ୍ତି, ଯାହା ଆଶ୍ଚର୍ଯ୍ୟ କରୁଛି। ଏବେ ସାମ୍ନାକୁ ଆସିଛି ଏକ ରୋବୋଟ ଯିଏକି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ବାସ୍ତବରେ ଏହି ରୋବୋଟ ଦକ୍ଷିଣ କୋରିଆ ଦ୍ୱାରା ପ୍ରସ୍ତୁତ। ଦକ୍ଷିଣ କୋରିଆର ଡେଜିଆନ ସ୍ଥିତ କୋରିଆ ଆଡଭାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡାଇନାମିକ ରୋବୋଟ କଣ୍ଟ୍ରୋଲ ଏବଂ ଡିଜାଇନ ଲ୍ୟାବୋରେଟୋରୀ ସହଯୋଗ ହାଉଣ୍ଡ ନାମକ ଏକ 4 ଗୋଡ଼ ବିଶିଷ୍ଟ ରୋବୋଟ ତିଆରି କରାଯାଇଥିଲା। ଏହି ରୋବୋଟ ଏକ ରେସରେ ଦୌଡ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ସିଙ୍ଗଲ ଚାର୍ଜରେ 151 କିଲୋମିଟର ଯିବ ଏହି ନୂଆ ସ୍କୁଟର। ଇଲେକ୍ଟ୍ରିକ୍ ଟୁ ହ୍ୱିଲର କମ୍ପାନୀ ଭାରତ ବଜାରରେ ନିଜର ଲୋକପ୍ରିୟ ଇଲେକ୍ଟ୍ରିକ୍ ସ୍କୁଟରର ଏକଦମ ବଜେଟକୁ ସୁହାଇଲା ଭଳି ଭର୍ସନ ଲଞ୍ଚ କରିଛି, ଯେଉଁଥିରେ ଏଥର 450S ଓଲା ୱାନ୍ ଏୟାର ଏବଂ S1 ଏକ୍ସଏଲ ଲଞ୍ଚ ସାମିଲ ରହିଛି। ଏହାପରେ ଏବେ ସିମ୍ପଲ ଏନର୍ଜି ମଧ୍ୟ ଦେଶରେ ସିମ୍ପଲ.1 ଇ ସ୍କୁଟରକୁ 1 ଲକ୍ଷ ଟଙ୍କା ଦାମରେ ଲଞ୍ଚ କରିଛି। ସିମ୍ପଲ.1 ଇଲେକ୍ଟ୍ରିକ୍ ସ୍କୁଟର ଏକ 3.7 କିଲୋୱାଟର ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି, ଯାହାକୁ ଥରେ ଚାର୍ଜ କଲେ 151 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ। କମ୍ପାନୀ ଦାବି ଅନୁଯାୟୀ ଏହି ନୂଆ ଇଲେକ୍ଟ୍ରିକ୍ ସ୍କୁଟର 105 କିଲୋମିଟର ପ୍ରତି ଘଣ୍ଟାର ଟପ୍ ସ୍ପିଡ୍ ପର୍ଯ୍ୟନ୍ତ ପହଞ୍ଚିପାରେ। 41,000 ଆକାଉଣ୍ଟକୁ ଭୁଲରେ ପଳାଇଥିଲା 820 କୋଟି। ୟୁକୋ ବ୍ୟାଙ୍କ ଭୁଲବଶତଃ ପ୍ରାୟ 41,000 ଲୋକଙ୍କ ଆକାଉଣ୍ଟ 820 କୋଟି ଟଙ୍କା ପଠାଇ ଦେଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ 705.31 କୋଟି ଟଙ୍କା ବିଭିନ୍ନ ଆକାଉଣ୍ଟରୁ ଆଣି ସାରିଲାଣି। ନଭେମ୍ବର ମାସରେ ପୂରା ଘଟଣା ଘଟିଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଭଗବତ କାରଡା ଆଜି ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କର IMPS ପେମେଣ୍ଟ ବୈଷୟିକ ତ୍ରୁଟି ଯୋଗୁଁ ଏପରି ଘଟଣା ଘଟିଥିଲା। ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଚାଲିଯାଇଥିବାରୁ ନଭେମ୍ବର 15ରେ ୟୁକୋ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଏଫଆଇଆର ରୁଜୁ କରାଯାଇଥିଲା। କିଛି ଅଜଣା ବ୍ୟକ୍ତି ଓ 2 ଜଣ ସପୋର୍ଟ ଇଞ୍ଜିନିୟରଙ୍କ ବିରୋଧରେ ବ୍ୟାଙ୍କ ଏଫଆଇଆର ଦେଇଥିଲା। ଇତିହାସ ସୃଷ୍ଟି କଲା ଭାରତୀୟ ବିମାନ କମ୍ପାନୀ ଇଣ୍ଡିଗୋ। ପ୍ରଥମ ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଭାବରେ ଇତିହାସ ସୃଷ୍ଟି କଲା ଇଣ୍ଡିଗୋ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ 100 ମିଲିୟନ ଯାତ୍ରୀଙ୍କୁ ନେବା ଆଣିବା କରି ରେକର୍ଡ କରିଛି କମ୍ପାନୀ। ଏବେ ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିମାନ କମ୍ପାନୀ କହିଛି ଯେ ଇଣ୍ଡିଗୋ ଏହି ସଫଳତା ହାସଲ କରି ବିଶ୍ୱର ସଫଳ ଏୟାରଲାଇନ କ୍ଲବରେ ସାମିଲ ହୋଇଛି। ଏତେ ସଂଖ୍ୟକ ଯାତ୍ରୀ ଯାତାୟାତ ଯୋଗୁଁ ଇଣ୍ଡିଗୋକୁ ବିଶ୍ୱର 10ଟି ବଡ଼ ଏୟାରଲାଇନ ମଧ୍ୟରେ ସାମିଲ ହୋଇଛି। ଲୋକଙ୍କର ବିଶ୍ୱାସ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ପାଇଁ ଇଣ୍ଡିଗୋ ଏହି ସଫଳତା ଅର୍ଜନ କରୁଛି ବୋଲି ଇଣ୍ଡିଗୋ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପିଟର ଏଲବସ୍ କହିଛନ୍ତି। ମୋବାଇଲ ନେଟୱାର୍କ ଉପରେ ଖଣ୍ଡା ଝୁଲିଲା। ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସଂସଦରେ ନୂଆ ଦୂରସଞ୍ଚାର ବିଧେୟକ 2023କୁ ସ୍ୱାଗତ କରିଛନ୍ତି। 138 ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ ନିୟମ ସ୍ଥାନରେ ଏହା ଲାଗୁ ହେବ। ଏହି ବିଧେୟକରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାଟି ହେଉଛି ଜରୁରୀକାଳୀନ ସମୟରେ ସରକାର ମୋବାଇଲ ସେବାକୁ ନିଜ ନିୟନ୍ତ୍ରଣକୁ ନେଇ ତାହାର ପରିଚାଳନା କରିପାରିବେ ଏବଂ ଦରକାର ପଡ଼ିଲେ ସେବା ବାତିଲ କରିଦେଇ ପାରିବେ। ଟେଲିକମ୍ ନେଟୱାର୍କ ଓ ତାହାର ବିଭିନ୍ନ ଉପାଦାନ ଉପରେ ମଧ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବ। ଜରୁରୀକାଳୀନ ସମୟରେ ଦେଶର ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି ବିଧେୟକରେ ଏହି ବ୍ୟବସ୍ଥା ରହିଛି। ଗତ ଅଗଷ୍ଟରେ କ୍ୟାବିନେଟ କମିଟି ଏହି ବିଧେୟକକୁ ମଞ୍ଜୁରୀ ମିଳିଥିଲା। ଘରକୁ ଟଙ୍କା ପଠାଇବାରେ ଭାରତୀୟ ଆଗୁଆ। ଭାରତୀୟ ଅର୍ଥ ବ୍ୟବସ୍ଥାର ଦ୍ରୁତ ବିକାଶ ହେଉଛି। ଏହି ବିକାଶରେ ଭାରତ ବାହାରେ ରହୁଥିବା ଭାରତୀୟଙ୍କ ଯୋଗଦାନ ମଧ୍ୟ ଉଲ୍ଲେଖନୀୟ। ୱାର୍ଲଡ ବ୍ୟାଙ୍କ ରିପୋର୍ଟ ଅନୁସାରେ ପ୍ରବାସୀଙ୍କ ଠାରୁ ଧନ ପ୍ରାପ୍ତ କରିବାରେ ଚଳିତ ବର୍ଷ ଭାରତ ଶୀର୍ଷରେ ରହିଛି। ରିପୋର୍ଟ ଅନୁସାରେ ଭାରତରେ ବାହାରେ ରହୁଥିବା ପାଖାପାଖି 3 କୋଟି ଭାରତୀୟ ଚଳିତ ବର୍ଷ ନିଜ ଦେଶକୁ $125 ବିଲିୟନ ପଠାଇଛନ୍ତି। ଘରକୁ ଟଙ୍କା ପଠାଇବା ମାମଲାରେ ଭାରତୀୟ ଅନ୍ୟ ଦେଶଠୁ ଢେର ଆଗରେ ଅଛନ୍ତି। ବିଶ୍ୱବ୍ୟାଙ୍କ ସୂଚନା ଦ୍ୱିତୀୟ ସ୍ଥାନରେ ରହିଛି ମେକ୍ସିକୋ। ଏହି ଦେଶ ପ୍ରବାସୀମାନେ ନିଜ ଦେଶକୁ $67 ବିଲିୟନ ପଠାଇଛନ୍ତି। ତୃତୀୟ ସ୍ଥାନରେ ରହିଛି ଭାରତର ପଡ଼ୋଶୀ ଦେଶ ଚୀନ।
ଧାର୍ମିକ ସ୍ଥଳ ବୁକିଂରେ ପୁରୀ 1 ନମ୍ବର। ଓୟୋ ରିପୋର୍ଟ। ଛୁଟି କଟାଇବା ହେଉ କିମ୍ବା ଭଗବାନଙ୍କ ଦର୍ଶନ କରିବା ହେଉ, ପର୍ଯ୍ୟଟକମାନଙ୍କ ଲାଗି ପୁରୀ ଭ୍ରମଣର ଏକ ପ୍ରମୁଖ ସ୍ଥଳ ଭାବେ ଉଭା ହେଇଛି। କିଛି ଦିନ ପୂର୍ବେ Booking.com ଜାରି କରିଥିବା ରିପୋର୍ଟ ଅନୁସାରେ ଛୁଟି ଦିନରେ ଲୋକମାନେ ଭ୍ରମଣ କରିବା ଲାଗି ପସନ୍ଦ କରୁଥିବା ସ୍ଥାନ ମଧ୍ୟରେ ପୁରୀ ଦ୍ୱିତୀୟ ସ୍ଥାନରେ ଥିଲା। ଏବେ ରିତେଶ ଅଗ୍ରୱାଲଙ୍କ କମ୍ପାନୀ ଓୟୋ ଜାରି କରିଥିବା ରିପୋର୍ଟ ଅନୁସାରେ ଧାର୍ମିକ ସ୍ଥଳ ମଧ୍ୟରେ ବୁକିଂରେ ପୁରୀ 1 ନମ୍ବର ସ୍ଥାନ ରହିଛି। 2023ରେ ଧାର୍ମିକ ସ୍ଥଳ ଗୁଡ଼ିକ ମଧ୍ୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ପୁରୀ ଓୟୋ ହୋଟେଲଗୁଡ଼ିକରେ ସର୍ବାଧିକ ବୁକିଂ କରିଛନ୍ତି। ଅଦରକାରୀ ଫୋନ୍ କଲ୍ ଉପରେ ଲାଗିବ 2 ଲକ୍ଷ ଟଙ୍କା ଜରିମାନା। ଚଳିତ ବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ଟେଲିକମ୍ ବିଲ୍ ଯଦି ଆଇନରେ ପରିଣତ ହୁଏ, ତେବେ ଏହାର ସବୁଠାରୁ ବେଶି ଫାଇଦା ଗ୍ରାହକଙ୍କୁ ହେବ। ଅଦରକାରୀ କଲ୍ ସମସ୍ୟା ସମାଧାନ ପାଇଁ ଗ୍ରାହକଙ୍କ ପାଇଁ ଡିସ୍ପ୍ୟୁଟ୍ ରିଜୋଲ୍ୟୁସନ୍ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନ୍ତର୍ଗତ ଅଦରକାରୀ କଲ୍ ଉପରେ 50,000 ଟଙ୍କାର ଜରିମାନା ସହ କଲରଙ୍କ ଉପରେ ବ୍ୟାନ୍ ଲାଗିପାରିବ। ଗ୍ରାହକଙ୍କ ବିନା ଅନୁମତିରେ କରାଯାଇଥିବା ପ୍ରମୋସନାଲ କଲ୍ ଉପରେ 50,000ରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ପେଟ୍ରୋଲ ଦର ପୁଣି ହେବ ମହଙ୍ଗା। ଧୂର୍ତ୍ତୀ ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜ ଡ୍ରୋନ୍ ଆକ୍ରମଣ ଜାରି ରଖିଛନ୍ତି। ଫଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି ହୋଇଛି। କାର୍ଗୋ କମ୍ପାନୀ ଗୁଡ଼ିକ ଏହି ଅଞ୍ଚଳ ଦେଇ କାରବାର କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଆକ୍ରମଣ ଯୋଗୁଁ ତୈଳ, ଶସ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନକୁ ନେଇ ଚିନ୍ତା ଦେଖାଯାଇଛି। ଆକ୍ରମଣ ଯୋଗୁଁ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଫଳରେ ଲୋହିତ ସାଗର ଦେଇ ସାମଗ୍ରୀ ପଠାଇବା ଏଣିକି ମହଙ୍ଗା ହୋଇଛି। ଜାହାଜ ପରିବହନ ବୀମା ଖର୍ଚ୍ଚରେ ଦିନକୁ $1,000 ବୃଦ୍ଧି ପାଇବା ଦ୍ୱାରା ତୈଳ ମୂଲ୍ୟ ବୃଦ୍ଧି ପାଇଛି।